श्रीमद्भागवत। ओं नमो भगवते वासुदेवाय। व्यास उवाच यमन्ते भागवत वाणी सुत मुनिଙ୍କ मुखु शुणी मुनिଙ୍କ मध्ये कुलवृद्ध सौनक नामे धर्म सुध सर्वमुनिଙ୍କ अवधाने पूछन्ति मधुर वचने। सौनक उवाच हे सुत तुम्भे महाधीर बकता जन मध्यवर जाह्नवी तटे राजा आगे सुकजा कहिले सरागे से कथा कह आंभ आग तुम्भे जे अट महाभाग। ए भागवत शास्त्र केवे व्यासर चिले केउ जुगे काहार बोले काहीं बसी कि भावे कि हेतु उद्देशी सुख जे ताहांक कुमर समदरसी निर्विकार। एकांत मती रात्र दिने कृष्ण महिमा जार मने निर्माया मूढ़ता प्रतीति लक्षी न पारे केही गति जाहार आगमन काले देव कन्याए थिले जले स्वभावे नग्न तांकु देखी धाइले लज्जा को पेखी देखिबा अर्थे जल तटे मिलिले सुकंक निकटे। व्यासंकु तांक पछे चाही जले पशिले बेगे जाई स्वभावे से सुर युवती जानती सर्व प्राणी गति देखी कन्यांक मूढ़ गति चंचल व्यासंकर मती पुणी क्षणे के पाई शांति कन्या को चाही पचारंती ओइल मोर पुत्र चाही किंपा पशिल जले जाई ये किस तुम्हर व्यवहार से सुख मोहर कुमर तरुण बयस ताहार ए वृद्ध शरीर मोहर व्यास वचने नारी गणे तक्षणे न मिले चरणे बोलंती व्यास मुख चाही संसार तांक हृदय नाही स्त्री पुरुष न जानती समस्त एक भावे चिंती तुम्भे जे बोल आम्भे वृद्ध विषय रसे अच्छी सध ये घेनी होइलु अंतर आम्भर दोष क्षमा कर। यमन्ते गले नारी गणे सुख रहिले सेहि बने से सुख मुनि किस कार्ये प्रवेश कले कुरु कार्ये जड़ उन्मत प्राय होई ताहांकु के न जानई केमन्ते परीक्षित मेले मिलिले जाह्नवीर कूले तहि अनेक मुनि मध्ये ये भागवत रसास्वादे प्रजांक द्वारे स्वयं काले जे नित्य भिक्षा अर्थे मिले गोदोह मात्र द्वारे रही गृहिकी तीर्थ फल देई से मुनि परीक्षित मेले मिलिले पूर्व पुण्य फले से पुणी भागवत शास्त्र कहिले ये तो अचंबित से भागवत परीक्षित स्वभावे अभिमन्युसुत ताहांक जन्म कर्म जेते कहिबा आंभर अग्रते अति अद्भुत अछु जानी एबे तरिबु ताहा शुणी से गर्भ राजांकर सार पांडव वंशे कीर्तिधर राज संपद करी दूर मुनि मध्ये ये भागवत रसास्वादे प्रजांक द्वारे स्वयं काले जे नित्य भिक्षा मन्ती देईण संपद जुबा बयसी नरपति तेजिण चंचल विभूति जेउ शरीर ये संसारे बहई पर उपकारे हरिचरण चिंती चिते से राजा वर्ते जन हिते से किंपा छाड़िले जीवन पेखी गृह धन जन कह कारण कि बा अर्थे
ସଂଶୟ ଛାଡ଼ିବ ଯେ ମନ୍ତେ ତୁମ୍ଭେ ସକଳ ବିଦ୍ୟା ପର କହ ସଂଶୟ ଯାଉ ଦୂର ମନ୍ତେ ସୌନକ ବଚନେ ସକଳ ପ୍ରଶ୍ନ ଅନୁମାନେ କହନ୍ତି ସୁତ ମହାରୁଷି ମୁନିଙ୍କ ପ୍ରଶ୍ନ ପ୍ରଶଂସି ସୁତ ଉବାଚ ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ ତ୍ରେତୟା ଯୁଗ ଭୋଗବନ୍ତେ ଦ୍ୱାପର ଯୁଗ ଉପଗତେ ପରାଶରଙ୍କ ବୀର୍ଯ୍ୟଜୁତେ ଯୋଜନ ଗନ୍ଧ ଗର୍ଭଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନିଲେ ନର ଦେହ ଘେନି ସେ ଏକ ଦିନେ ପ୍ରାତ କାଳେ ସ୍ନାହାନ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ ପର ବର ଜ୍ଞାନ ଜାଣି ସକଳ ଶାସ୍ତ୍ର ପରିମାଣେ ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ ତାହାକୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟ ଦେହ ବହି ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ କଳିଆ ଗମେ ପ୍ରାଣୀଙ୍କର ଯେମନ୍ତ ହୋଇବ ବ୍ୟବହାର ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ନିଃସତ୍ୱ ହୋଇବେ ଶରୀରେ ବୁଦ୍ଧି ହୋଇବ ଲୋଭବଶ ଲୋକେ ହୋଇବେ ଅଳ୍ପାୟୁଷ ଭୂର୍ଭଗ ହୋଇବେ ସକଳ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ ଦେବ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ଜୀବର ଶୁଦ୍ଧେ ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତରି ଧର୍ମ ସାଧିବେ ଯଜ୍ଞ ମତେ ଏମନ୍ତ ଭାଳି ମୁନି ଚିତେ ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ଭିଆଇ କର୍ମକାଣ୍ଡ ରୁକ ଯଦୁ ସାମ ଅର୍ଥବ ଏ ରୂପେ କରି ଭିନ୍ନ ଭାବ ପଞ୍ଚମ ବେଦ ଇତିହାସ କଲେ ପୁରାଣ ଅଷ୍ଟାଦଶ ପୈଳ ମୁନି କି ଆଣିଲେ ପ୍ରଥମ ବେଦ ପଢ଼ାଇଲେ ଜୈମିନି କି ଦେଲେ ସାମ ଦୁଜେ ବୈଶ ପାୟନ ଅଙ୍ଗିରା ମୁନି ଅଥର୍ବଣେ ମୋ ପିତାର ମହର ଶଣେ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ଭିଆଇଲେ ଶିଷ୍ୟ ପ୍ରଶିଷ୍ୟ ଶିଖାଇଲେ ଅଳପ ବୁଦ୍ଧି ନର ଯେତେ ବେଦ ନ ଘେନି ଦୃଢ଼ ଚିତେ ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯଜ୍ଞ ନୁଅନ୍ତି ବେଦ ପଥେ ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ ବୁଦ୍ଧିମନ୍ଦରେ ବେଦ ମନ୍ଥି ଭାରତ ପଦ ବନ୍ଧେ ଗୁନ୍ଥି ବେଦ ଉଦ୍ଧାରି ସାର ଅର୍ଥ ସୃଜିଲେ ପୁରାଣ ଭାରତ ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ ଏ ରୂପେ ସୃଜି ବେଦ ମତେ କଲେ ହିଁ ସର୍ବଧର୍ମ ଯେତେ ତୋଷ ନୋହିଲେ ହୃଦଗତେ ଆଶ୍ରମ ସରସ୍ୱତୀ କୂଳେ ମନ ଯେ ନ ରହେ ନିଶ୍ଚଳେ ଯୋଗେ ନ ପାରି ଚିତେ ଧରି ଚଞ୍ଚଳେ ଏମନ୍ତ ବିଚାରି ଅତି କଠୋରେ ବେଦ ଅଗ୍ନି ପୂଜି ଗୁରୁଙ୍କ ଆଜ୍ଞା ମାନି କର୍ମର ନାଶ ନାହିଁ ତେଣେ ମୁଁ ଯାହା କରିଛି ନିର୍ମାଣେ ଯେଉଁ ଭାରତ ବେଦ ସାରେ କଲି ସ୍ତ୍ରୀ ଶୂଦ୍ର ତାରିବାରେ ତେବେ ନିର୍ମଳ ନୁହେଁ ମନ ଚିନ୍ତା ଅନଳେ ଛନ ଛନ ଏ ମନ ଧରିବି କେମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ ଯେତେ ଚିନ୍ତିଲି ବେଦ ଧର୍ମ ବିଚାରେ ସେତ ମାୟା ଭ୍ରମ ଏ ମାୟା ତୁଟଇ ଯେ ମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ
କହିବି ଭାଗବତ ଧର୍ମ ଯେଣେ ନ ଲାଗେ ଭବ ଭ୍ରମ ଏମନ୍ତର ହୃଦୟ ବିଚାରି ମନକୁ ନ ପାରନ୍ତି ଧରି ଏମନ୍ତ ସମୟେ ନାରଦ ଆସନ୍ତେ ସୁଖେ ବୀଣା ନାଦ ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ ନାରଦ ଆଗମନ ଦେଖି ତକ୍ଷଣୀ ଆସନ ଉପେକ୍ଷି କେତେ ହେଁ ଦୂର ଆଗ ସରି ନାରଦ କରେ କର ଧରି ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ ସେ ବ୍ୟାସ ନାରଦଙ୍କ ପାଦେ ସୁଜନେ ପ୍ରଣମ ଆନନ୍ଦେ ଯାର ଚିନ୍ତନେ ପାପନାଶ ନମୟୀ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା ପ୍ରଥମ ସ୍କନ୍ଧେ ନୈମିଷ୍ୟ ଉପାଖ୍ୟାନେ ନାରଦାଗମନମ୍ ନାମ ଚତୁର୍ଥ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।